ଇଡିଏନଟେକ୍ ୟୁଟ୍ୟୁବ ଚ୍ୟାନେଲରେ ତୁମ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ ପିଲାମାନେ। ଆଜିର ଭିଡ଼ିଓ ଟପିକରେ ଆମେ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ଆର୍ଟ୍ସ ଷ୍ଟ୍ରିମ୍ର ଇତିହାସ ଇଲେକ୍ଟିଭ ସବଜେକ୍ଟରେ ଥିବା ୟୁରୋପରେ ସାମନ୍ତବାଦ ଏହି ପାଠଟିର MCQ କୋଶ୍ଚିନ୍ ଏବଂ ତାର ଆନ୍ସର ନୋଟ୍ସ ଆଲୋଚନା କରିବା। ତେଣୁକରି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରା ଦେଖ। ଚ୍ୟାନେଲରେ ନୂଆ ଆସିଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଏବଂ ଅନ୍ୟମାନଙ୍କୁ ସେୟାର କର। ଭିଡ଼ିଓଟିକୁ ଲାଇକ୍ କର, ଯଦି କୌଣସି ଡାଉଟ୍ ଏବଂ ସଜେସନ୍ ଥାଏ କମେଣ୍ଟ କରି ଜଣାଅ। ତେବେ ଚାଲ ଆଜିର ଭିଡ଼ିଓ ଟପିକରେ ହିଷ୍ଟୋରୀ ଇଲେକ୍ଟିଭ ସବଜେକ୍ଟର ୟୁରୋପରେ ସାମନ୍ତବାଦ ଏହି ପାଠଟିର MCQ କୋଶ୍ଚିନ୍ ଏବଂ ତାର ଆନ୍ସର ଡିସ୍କସନ୍ କରିବା। ତେବେ ପ୍ରଶ୍ନ ନମ୍ବର 1ଟି ହେଲା, ୟୁରୋପରେ କେବେ ଅରାଜକତା ଦେଖା ଦେଇଥିଲା? ଅପସନ୍ ଗୁଡ଼ିକ ହେଉଛି ଅପସନ୍ 1 ଜୁଲିୟସ୍ ସିଜରଙ୍କ ମୃତ୍ୟୁ ପରେ, ଅପସନ୍ 2 ଚାର୍ଲମେନଙ୍କ ମୃତ୍ୟୁ ପରେ, ଅପସନ୍ 3 ପେରିକ୍ଲିସଙ୍କ ମୃତ୍ୟୁ ପରେ ଏବଂ ଅପସନ୍ 4 ଅଗଷ୍ଟ ସିଜରଙ୍କ ମୃତ୍ୟୁ ପରେ। ତେବେ ଏହାର ଆନ୍ସର ହେଉଛି ଅପସନ୍ 2 ଚାର୍ଲମେନଙ୍କ ମୃତ୍ୟୁ ପରେ ୟୁରୋପରେ ଅରାଜକତା ଦେଖା ଦେଇଥିଲା। ପ୍ରଶ୍ନ ନମ୍ବର 2ରେ କେଉଁ ଦେଶରୁ ସାମନ୍ତବାଦର ସୃଷ୍ଟି ହୋଇଥିଲା? ତେବେ ଅପସନ୍ ଗୁଡ଼ିକ ହେଲା ଅପସନ୍ 1 ଇଂଲଣ୍ଡ, ଅପସନ୍ 2 ଫ୍ରାନ୍ସ, ଅପସନ୍ 3 ଜର୍ମାନୀ ଏବଂ ଅପସନ୍ 4 ଇଟାଲୀ। ତେବେ ଏହାର ଆନ୍ସର ହେଉଛି ଅପସନ୍ 2 ଫ୍ରାନ୍ସ। ଫ୍ରାନ୍ସରୁ ସାମନ୍ତବାଦର ସୃଷ୍ଟି ହୋଇଥିଲା। ପ୍ରଶ୍ନ ନମ୍ବର 3ରେ ସାମନ୍ତମାନଙ୍କ ଅଧୀନରେ ଥିବା ବିସ୍ତୀର୍ଣ୍ଣ ଭୂ ସମ୍ପତ୍ତିକୁ କ'ଣ କୁହାଯାଉଥିଲା? ତେବେ ଏହାର ଅପସନ୍ ଗୁଡ଼ିକ ହେଲା ଅପସନ୍ 1 ନାଇଟ୍, ଅପସନ୍ 2 ଏଷ୍ଟେଟ୍, ଅପସନ୍ 3 ମେନୋର ଏବଂ ଅପସନ୍ 4 କ୍ଲାୟଣ୍ଟ। ତେବେ ଏହାର ଆନ୍ସର ହେଉଛି ଅପସନ୍ 3 ମେନୋର। ସାମନ୍ତମାନଙ୍କ ଅଧୀନରେ ଥିବା ବିସ୍ତୀର୍ଣ୍ଣ ଭୂ ସମ୍ପତ୍ତିକୁ ମେନୋର କୁହାଯାଏ। ପ୍ରଶ୍ନ ନମ୍ବର 4ରେ ସର୍ଫ କାହାକୁ କୁହାଯାଏ? ତେବେ ଏହାର ଅପସନ୍ ଗୁଡ଼ିକ ହେଲା ଅପସନ୍ 1 ସ୍ୱାଧୀନ କୃଷକ, ଅପସନ୍ 2 କୃଷି ଭୃତ୍ୟ, ଅପସନ୍ 3 କ୍ରୀତଦାସ ଏବଂ ଅପସନ୍ 4 କୌଣସିଟି ନୁହେଁ। ତେବେ ଏହାର ଆନ୍ସର ହେଲା ଅପସନ୍ 2 କୃଷି ଭୃତ୍ୟ। କୃଷି ଭୃତ୍ୟମାନଙ୍କୁ ୟୁରୋପରେ ସର୍ଫ ବୋଲି କୁହାଯାଏ। ପ୍ରଶ୍ନ ନମ୍ବର 5ରେ ନାଇଟ୍ ଉପାଧିରେ ଭୂଷିତ ହେବା ପାଇଁ କେଉଁ ଉତ୍ସବ ପାଳନ କରାଯାଉଥିଲା? ତେବେ ଏହାର ଅପସନ୍ ଗୁଡ଼ିକ ହେଲା ଅପସନ୍ 1 ଆତ୍ମସମର୍ପଣ ଉତ୍ସବ, ଅପସନ୍ 2 ଆନୁଗତ୍ୟ ସ୍ୱୀକାର ଉତ୍ସବ, ଅପସନ୍ 3 ପଦାଭିଷିକ୍ତ ଉତ୍ସବ ଏବଂ ଅପସନ୍ 4 ଏକୋଲେଟ୍। ତେବେ ଏହାର ଆନ୍ସର ହେଲା ଅପସନ୍ 2 ଆନୁଗତ୍ୟ ସ୍ୱୀକାର ଉତ୍ସବ। ତାପରେ ପ୍ରଶ୍ନ ନମ୍ବର 6ରେ ରିଲିଫ୍ କହିଲେ କ'ଣ ବୁଝ? ତେବେ ଏହାର ଅପସନ୍ ଗୁଡ଼ିକ ହେଲା ଅପସନ୍ 1 ଉତ୍ତରାଧିକାରୀ କର, ଅପସନ୍ 2 ଶିକ୍ଷା କର, ଅପସନ୍ 3 ବାଣିଜ୍ୟ କର ଏବଂ ଅପସନ୍ 4 ରାଜସ୍ୱ କର। ତେବେ ଏହାର ଉତ୍ତର ହେଉଛି ଅପସନ୍ 1 ଉତ୍ତରାଧିକାରୀ କରକୁ ରିଲିଫ୍ ବୋଲି କୁହାଯାଏ। ତାପରେ ପ୍ରଶ୍ନ ନମ୍ବର 7ରେ ସାମନ୍ତବାଦ ପତନର ଅନ୍ୟତମ ପ୍ରଧାନ କାରଣ ଦର୍ଶାଅ। ଅପସନ୍ ଗୁଡ଼ିକ ହେଲା ଅପସନ୍ 1 ଭୌଗୋଳିକ ଆବିଷ୍କାର, ଅପସନ୍ 2 ଧର୍ମ ସଂସ୍କାର ଆନ୍ଦୋଳନ, ଅପସନ୍ 3 ନବଜାଗରଣ ଏବଂ ଅପସନ୍ 4 ଫରାସୀ ବିପ୍ଳବ। ତେବେ ସଠିକ ଉତ୍ତରଟି ହେଉଛି ଅପସନ୍ 3 ନବଜାଗରଣ। ସାମନ୍ତବାଦ ପତନର ଅନ୍ୟତମ ପ୍ରଧାନ କାରଣ ହେଉଛି ନବଜାଗରଣ। ୟୁରୋପରେ ନବଜାଗରଣ ସୃଷ୍ଟି ହୋଇଥିଲା, ଯାହାଫଳରେ ସାମନ୍ତବାଦ ପତନ ଆରମ୍ଭ ହୋଇଥିଲା। ପ୍ରଶ୍ନ ନମ୍ବର 8ରେ ମଧ୍ୟଯୁଗୀୟ ୟୁରୋପରେ ଯେଉଁମାନେ ତାଙ୍କର ଧନ ସମ୍ପତ୍ତି ଆଦିକୁ ସମର୍ପଣ କରି ଲର୍ଡଙ୍କର ଶରଣାପନ୍ନ ହେଲେ ସେମାନଙ୍କୁ କ'ଣ କୁହାଗଲା? ଅପସନ୍ ଗୁଡ଼ିକ ହେଉଛି ଅପସନ୍ 1 ଭାସାଲ ବା ଲିଜମ୍ୟାନ୍, ଅପସନ୍ 2 ସିରାନିଓର, ଅପସନ୍ 3 ସୁଜେରେନ୍, ଅପସନ୍ 4 ମାନୋର। ତେବେ ଆନ୍ସର ହେଉଛି ଭାସଲ ବା ଲିଜମ୍ୟାନ୍ ବୋଲି କୁହାଗଲା। ପ୍ରଶ୍ନ ନମ୍ବର 9ରେ ସାମନ୍ତ ପ୍ରଥାର ଅଧିକ ଶ୍ରେଣୀରେ ରାଜାଙ୍କ ତଳକୁ କିଏ ରହିଥିଲେ? ରାଜାଙ୍କ ତଳକୁ ଥିବା ଲୋକଙ୍କୁ କ'ଣ କୁହାଯାଉଥିଲା? ତେବେ ଅପସନ୍ 1 ସାମନ୍ତ, ଅପସନ୍ 2 ବେରନ୍, ଅପସନ୍ 3 ନାଇଟ୍ ଏବଂ ଅପସନ୍ 4 କୃଷକ। ତେବେ ଏହାର ଆନ୍ସର ହେଲା ଅପସନ୍ 3 ସାମନ୍ତ। ରାଜାଙ୍କର ତଳକୁ ଯିଏ ଥିଲେ ସେମାନଙ୍କୁ ସାମନ୍ତ କୁହାଯାଉଥିଲା। ପ୍ରଶ୍ନ ନମ୍ବର 10 ହେଲା ସାମନ୍ତ ପ୍ରଥାରେ କିଏ ପିତାଙ୍କ ଅନ୍ତେ ନୂତନ ସାମନ୍ତ ରୂପେ ଅଧିଷ୍ଠିତ ହେଉଥିଲେ? ଜଣେ ଯଦି ପିତା ସାମନ୍ତ ଥିବ ତାଙ୍କ ମୃତ୍ୟୁ ପରେ ନୂତନ ସାମନ୍ତ କିଏ ହେଉଥିଲେ? ତେବେ ଏହାର ଅପସନ୍ ଗୁଡ଼ିକ ହେଲା ଜ୍ୟେଷ୍ଠ ପୁତ୍ର, ଅପସନ୍ 2 ମଧ୍ୟମ ପୁତ୍ର, ଅପସନ୍ 3 କନିଷ୍ଠ ପୁତ୍ର ଏବଂ ଅପସନ୍ 4 ଜାମାତା। ତେବେ ଆନ୍ସର ହେଉଛି ଜ୍ୟେଷ୍ଠ ପୁତ୍ର ବା ବଡ଼ ପୁଅ। ଘରର ବଡ଼ ପୁଅ ସେହି ସାମନ୍ତଙ୍କ ମୃତ୍ୟୁ ପରେ ସାମନ୍ତ ରୂପେ ଅଧିଷ୍ଠିତ
ହେଉଥିଲେ। ତାପରେ ଆସିଲା ପ୍ରଶ୍ନ ନମ୍ବର 11 ରେ ସାମନ୍ତ ପ୍ରଥାରେ କେଉଁମାନେ ଲର୍ଡ ଭାବେ ପରିଚିତ ଥିଲେ? ତେବେ ଅପସନ ହେଲା ଅପସନ 1 ସାମନ୍ତ, ଅପସନ 2 ରାଜା, ଅପସନ 3 ନାଇଟ ଏବଂ ଅପସନ 4 ବ୍ୟାରନ। ତେବେ ଏହାର ଆନ୍ସର ହେଉଛି ଅପସନ 1 ସାମନ୍ତ। ସାମନ୍ତ ପ୍ରଥାରେ ସାମନ୍ତ ମାନଙ୍କୁ ଲର୍ଡ ଭାବରେ ପରିଚିତ କରାଯାଉଥିଲା। ପ୍ରଶ୍ନ ନମ୍ବର 12 ରେ ସାମନ୍ତ ପ୍ରଥାରେ କେଉଁମାନେ ଡ୍ୟୁକ୍ ଓ ଆରୋଲ ନାମରେ ପରିଚିତ ଥିଲେ? ଅପସନ ଗୁଡ଼ିକ ହେଲା ଅପସନ 1 ସାମନ୍ତ, ଅପସନ 2 ରାଜା, ଅପସନ 3 ନାଇଟ ଏବଂ ଅପସନ 4 ବ୍ୟାରନ। ତେବେ ଆନ୍ସର ହେଲା ଅପସନ 1 ସାମନ୍ତ। ସାମନ୍ତ ପ୍ରଥାରେ ସାମନ୍ତ ମାନଙ୍କୁ ଡ୍ୟୁକ୍ ଓ ଆରୋଲ ବୋଲି ମଧ୍ୟ କୁହାଯାଉଥିଲା। ପ୍ରଶ୍ନ ନମ୍ବର 13 ରେ ସାମନ୍ତ ମାନେ ନିଜ ଇଲାକାରେ କିଛି ଅଂଶକୁ ଅପେକ୍ଷାକୃତ କ୍ଷୁଦ୍ର ସାମନ୍ତ ମାନଙ୍କ ମଧ୍ୟରେ ବଣ୍ଟନ କରୁଥିଲେ ଏବଂ ଯେଉଁମାନେ ଏହାକୁ ଗ୍ରହଣ କରୁଥିଲେ ସେମାନେ କେଉଁ ନାମରେ ପରିଚିତ ଥିଲେ? ଅପସନ ଗୁଡ଼ିକ ହେଉଛି ଅପସନ 1 ବ୍ୟାରନ, ଅପସନ 2 ସାମନ୍ତ, ଅପସନ 3 କୃଷକ ଏବଂ ଅପସନ 4 ନାଇଟ। ତେବେ ଆନ୍ସର ହେଲା ଅପସନ 1 ବ୍ୟାରନ। ମାନେ ସାମନ୍ତ ମାନେ ନିଜ ଇଲାକାରେ ଅନ୍ୟ ଛୋଟ ଛୋଟ ସାମନ୍ତ ମାନଙ୍କୁ କିଛି ଭୂମି ବଣ୍ଟନ କରିଦଉଥିଲେ, ସେମାନଙ୍କୁ କଣ କୁହାଯାଉଥିଲା? ବ୍ୟାରନ ବୋଲି କୁହାଯାଉଥିଲା। ତାପରେ ପ୍ରଶ୍ନ ନମ୍ବର 14 ରେ ସାମନ୍ତ ପ୍ରଥାର ଅଧିଶ୍ରେଣୀରେ ବ୍ୟାରନଙ୍କ ତଳକୁ କିଏ ଥିଲେ? ବ୍ୟାରନଙ୍କ ତଳକୁ କିଏ ଥିଲେ? ତେବେ ଅପସନ ହେଲା ଅପସନ 1 ନାଇଟ, ଅପସନ 2 ସାମନ୍ତ, ଅପସନ 3 କୃଷକ ଏବଂ ଅପସନ 4 ରାଜା। ତେବେ ଏହାର ଆନ୍ସର ହେଉଛି ଅପସନ 1 ନାଇଟ। ସାମନ୍ତ ପ୍ରଥାର ଅଧିଶ୍ରେଣୀରେ ବ୍ୟାରନଙ୍କ ତଳକୁ ନାଇଟ ମାନେ ଥିଲେ। ପ୍ରଶ୍ନ ନମ୍ବର 15 ହେଲା କେଉଁଥିରୁ ଫ୍ୟୁଡାଲିଜିମ୍ ପ୍ରଥା ଶବ୍ଦଟି ଉଦ୍ଭବ ହୋଇଛି? କେଉଁଥିରୁ ଫ୍ୟୁଡାଲିଜିମ୍ ପ୍ରଥା ଶବ୍ଦଟି ଉଦ୍ଭବ ହୋଇଛି? ତେବେ ଅପସନ ଗୁଡ଼ିକ ହେଲା ଅପସନ 1 ଫିଫ୍, ଅପସନ 2 ନାଇଟ, ଅପସନ 3 ଇନଭେଷ୍ଟିଚର ଏବଂ ଅପସନ 4 ଭାସାଲ। ତେବେ ଆନ୍ସର ହେଉଛି ଅପସନ 1 ଫିଫ୍। ଫିଫ୍ ଶବ୍ଦରୁ ଫ୍ୟୁଡାଲିଜିମ୍ ପ୍ରଥା ଶବ୍ଦଟି ଉଦ୍ଭବ ହୋଇଛି। ପ୍ରଶ୍ନ ନମ୍ବର 16 ରେ ସାମନ୍ତବାଦର ଶ୍ରେଷ୍ଠ ପ୍ରତୀକ କଣ ଥିଲା? ତେବେ ଏହାର ଅପସନ ଗୁଡ଼ିକ ହେଲା ଅପସନ 1 ନାଇଟ, ଅପସନ 2 ଦୁର୍ଗ, ଅପସନ 3 ଭାସାଲ ଏବଂ ଅପସନ 4 ଫିଉଡ୍। ତେବେ ଏହାର ଆନ୍ସର ହେଉଛି ଅପସନ 2 ଦୁର୍ଗ। ସାମନ୍ତବାଦର ଶ୍ରେଷ୍ଠ ପ୍ରତୀକ ଭାବେ ଦୁର୍ଗ ଗୁଡ଼ିକୁ ଚିହ୍ନିତ କରାଯାଉଥିଲା। ପ୍ରଶ୍ନ ନମ୍ବର 17 ରେ ସାମନ୍ତବାଦରେ ଦୁର୍ଗ ସହିତ ସଂଯୁକ୍ତ ଭୂମିକୁ କଣ କୁହାଯାଉଥିଲା? ତେବେ ଏହାର ଅପସନ ଗୁଡ଼ିକ ହେଲା 1 ମାନର, 2 ଫିଉଡ୍, 3 ସର୍ଫ, 4 ଡିମେନ୍ସ। ତେବେ ଏହାର ଆନ୍ସର ହେଉଛି ଅପସନ 1 ମାନର କୁହାଯାଉଥିଲା। ସାମନ୍ତବାଦରେ ଦୁର୍ଗ ସହିତ ସଂଯୁକ୍ତ ଥିବା ଭୂମିକୁ ମାନର କୁହାଯାଉଥିଲା। ତାପରେ ପ୍ରଶ୍ନ ନମ୍ବର 18 ରେ ବିଭିନ୍ନ ଜମି କୃଷକମାନଙ୍କ ମଧ୍ୟରେ ବାଣ୍ଟି ସାରିବା ପରେ ଜଣେ ସାମନ୍ତ ନିଜ ଅଧୀନରେ କିଛି ଜମି ରଖୁଥିଲେ, ତାହାକୁ କଣ କୁହାଯାଉଥିଲା? ଅପସନ 1 ହେଲା ସ୍ୱାଧୀନ କୃଷକ, ଅପସନ 2 ମାନର, ଅପସନ 3 ଡିମେନ୍ସ, ଅପସନ 4 ଫିଫ୍। ତେବେ ଏହାର ଆନ୍ସର ହେଉଛି ଅପସନ 3 ଡିମେନ୍ସ। ସାମନ୍ତ ମାନେ ନିଜେ କିଛି ଜମି ରଖି ଅନ୍ୟ ଜମିକୁ କୃଷକମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ, ତାକୁ ଡିମେନ୍ସ ବୋଲି କୁହାଯାଉଥିଲା। ପ୍ରଶ୍ନ ନମ୍ବର 19 ରେ ସାମନ୍ତ ପ୍ରଥାରେ ସମାଜର ସର୍ବନିମ୍ନ ସ୍ତରରେ କେଉଁମାନେ ରହିଥିଲେ? ତେବେ ଅପସନ ଗୁଡ଼ିକ ହେଲା ଅପସନ 1 କୃଷକ, ଅପସନ 2 ନାଇଟ, ଅପସନ 3 ବ୍ୟାରେନ ଏବଂ ଅପସନ 4 କୃଷି ଭୃତ୍ୟ। ତେବେ ଏହାର ଆନ୍ସର ହେଉଛି ଅପସନ 4 କୃଷି ଭୃତ୍ୟ ମାନେ ରହୁଥିଲେ। ସାମନ୍ତ ପ୍ରଥାରେ ସମାଜର ସର୍ବନିମ୍ନ ସ୍ତରରେ କୃଷି ଭୃତ୍ୟ ମାନେ ରହୁଥିଲେ। ପିଲାମାନେ ଭିଡ଼ିଓଟିକୁ ଲାଇକ୍ କର। ପ୍ରଶ୍ନ ନମ୍ବର 20 ରେ ସାମନ୍ତ ପ୍ରଥାରେ ଯଦି ଜଣେ ପ୍ରଜା ତାର ନାବାଳକ ସନ୍ତାନକୁ ତ୍ୟାଗ କରି ମୃତ୍ୟୁବରଣ କରୁଥିଲା, ତେବେ ତାର ଦାୟିତ୍ୱ ସାମନ୍ତ ବା ପ୍ରଭୁ ବହନ କରୁଥିଲେ। ଏହାକୁ କଣ କୁହାଯାଉଥିଲା? ତେବେ ଅପସନ ଗୁଡ଼ିକ ହେଲା ଅପସନ 1 ଅଭିଭାବକତ୍ୱ, ଅପସନ 2 ରିଲିଫ, ଅପସନ 3 ଏସ୍ଚିଟ୍, ଅପସନ 4 ହୋମେଜ। ତେବେ ଆନ୍ସର ହେଉଛି ଅଭିଭାବକତ୍ୱ କୁହାଯାଉଥିଲା। ଯଦି ଜଣେ ସାମନ୍ତର ପୁଅ ନାବାଳିକ ହେଇଥିବ ଏବଂ ସେ ମୃତ୍ୟୁବରଣ କରିବ, ସେଇ ପୁଅକୁ ଅନ୍ୟକୁ ଦାନ କରିଦେବା କଥାକୁ ଅଭିଭାବକତ୍ୱ କୁହାଯାଉଥିଲା। ପ୍ରଶ୍ନ ନମ୍ବର 21 ରେ ସାମନ୍ତଙ୍କ ଦୁର୍ଗ ମଧ୍ୟରେ ଏକ ଆଡମ୍ବରପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବ। ଏହି ଉତ୍ସବରେ ପ୍ରଜା ବା ଦାସ ବହୁ ଲୋକଙ୍କ ଉପସ୍ଥିତିରେ ନତଜାନୁପୂର୍ବକ ପ୍ରଭୁଙ୍କ ହସ୍ତ ଉପରେ ହସ୍ତ ସ୍ଥାପନ କରି ପ୍ରଭୁଙ୍କ ଆନୁଗତ୍ୟ ସ୍ୱୀକାର କରିବେ ବୋଲି ଶପଥ ନେଉଥିଲେ। ଏହି ଉତ୍ସବକୁ କଣ କୁହାଯାଉଥିଲା? ତେବେ ଅପସନ ଗୁଡ଼ିକ ହେଲା 1 ଆନୁଗତ୍ୟ ଉତ୍ସବ, 2 ସ୍ୱାଧୀନ କୃଷକ, 3 କୃଷି ଭୃତ୍ୟ, 4 ଅଙ୍ଗରକ୍ଷୀ। ତେବେ ଏହାର ଆନ୍ସର ହେଉଛି ଅପସନ 1 ଆନୁଗତ୍ୟ ଉତ୍ସବ କୁହାଯାଉଥିଲା।
ପ୍ରଶ୍ନ ନମ୍ବର 22 ରେ ସାମନ୍ତ ପ୍ରଥାରେ ପ୍ରଜାମାନେ ଆନୁଗତ୍ୟ ପ୍ରଦର୍ଶନର ଶପଥ ନେଇସାରିବା ପରେ ପ୍ରଭୁ ସେମାନଙ୍କ ହାତରେ କିଛି ମାଟି ପାତ୍ର ବା ଖଣ୍ଡିଏ ତରବାରୀ ପ୍ରଦାନ କରୁଥିଲେ। ଏହି ଉତ୍ସବକୁ କଣ କୁହାଯାଉଥିଲା? ତେବେ ଅପସନ ଗୁଡ଼ିକ ହେଲା ଅପସନ 1 ହୋମେଜ, ଅପସନ 2 ଏସ୍ଚିଟ୍, ଅପସନ 3 ରିଲିଫ ଏବଂ ଅପସନ 4 ପଦାଭିଷିକ୍ତ ଉତ୍ସବ। ତେବେ ଆନ୍ସର ହେଉଛି ଅପସନ 4 ପଦାଭିଷିକ୍ତ ଉତ୍ସବ ବୋଲି କୁହାଯାଉଥିଲା। ସମସ୍ତଙ୍କୁ ଧନ୍ୟବାଦ। ଆଜି ଆମେ ୟୁରୋପରେ ସାମନ୍ତବାଦ ପାଠଟିର ମୋଷ୍ଟ ଇମ୍ପୋର୍ଟାଣ୍ଟ 22ଟି ପ୍ରଶ୍ନ ଏବଂ ତାର ଉତ୍ତର ଆଲୋଚନା କଲେ MCQ ଟାଇପର। ଆଶା କରେ ଭିଡ଼ିଓଟି ତୁମର ପରୀକ୍ଷା ଉପଯୋଗୀ ହୋଇପାରିବ। ଯଦି କୌଣସି ତ୍ରୁଟି ଥାଏ ନିଶ୍ଚିତ ଭାବେ କମେଣ୍ଟ କରି ଜଣାଇବେ ଏବଂ ଚ୍ୟାନେଲରେ ନୂଆ ଆସିଥିଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ କର ଏବଂ ଭିଡ଼ିଓଟିକୁ ଲାଇକ୍ କର, ଅନ୍ୟମାନଙ୍କୁ ମଧ୍ୟ ସେୟାର କର। ଆଶା କରେ ଏହି ଭିଡ଼ିଓଟି ତୁମର ପରୀକ୍ଷା ଉପଯୋଗୀ ହୋଇପାରିବ। ୱିଶ୍ ୟୁ ଅଲ୍ ଦ ବେଷ୍ଟ। ଥ୍ୟାଙ୍କ ୟୁ ଟୁ ଅଲ୍।